Annual concern, medical institute and national training today. ଆମର ହୋମିଓପାଥି ସମ୍ପର୍କରେ ଆପଣମାନେ ସମସ୍ତେ ଜାଣିଛନ୍ତି ଏ ସମସ୍ୟାକୁ ଆମେ ଦୂର କରିବା ତ ଆଜିକାର ଏ ସଭାରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନ ଏବଂ ଆମ ଘରେ ଥିବା ବିଭିନ୍ନ ଜିଲ୍ଲାରୁ ଆସିଛନ୍ତି ସମସ୍ତ ହୋମିଓପାଥି ଡାକ୍ତରମାନେ ପତ୍ରକାର ବନ୍ଧୁମାନେ ସମସ୍ତଙ୍କୁ ଆପଣଙ୍କ ସେମିନାର ତରଫରୁ ସ୍ୱାଗତ ଜଣାଇବି। ମୋ କହିବା କଥା ଏ କଥା ଆମର ଏଇ କହିଲେ ତ ସରକାରଙ୍କର କିଛି ବ୍ୟବସ୍ଥା ହିସାବରେ ଆମ ଜିଲ୍ଲା ଏହାକୁ ଆମ ରାଜ୍ୟ ଆମ ଜିଲ୍ଲା ଏହାକୁ ଗ୍ରହଣ କରିছে এটা বিরাট ତ ମୋର ମଧ୍ୟ ଆପଣଙ୍କର ଦେଉଳି ଅଞ୍ଚଳକୁ ଦେହରେ ଆସିଥିଲେ ଆପଣଙ୍କର ପଚାକାଠି ମଦ ପାଖେ ମୋର ଜଣେ ମାମୁଁ ସେ ହୋମିଓପାଥି ଟ୍ରିଟମେଣ୍ଟ କରୁଥିଲେ ସେ ଯେ ସମୟରେ ଟ୍ରିଟମେଣ୍ଟ କରୁଥିଲେ କିନ୍ତୁ ଇତିହାସ ତିଆରି କରିଛନ୍ତି ଯେଉଁମାନେ ପ୍ରାଣେଶ୍ୱର ଦେଉଥିଲେ ସେମାନଙ୍କୁ ଯେଉଁମାନେ ବର୍ଷ ଧରି ଭେଦଠୁ ଆରମ୍ଭ କରି ବଡ଼ ଇନଷ୍ଟିଚ୍ୟୁଟ୍ରେ ଯେଉଁ ବନ୍ଧାମାନେ ତାଙ୍କ ପିଲାପିଲି ହେଉନଥିଲେ ସେ ଗୋଟିଏ କାମ ଦେଲେ ସେଥିରେ ତାଙ୍କ ପ୍ରଜା କ'ଣ ହେଉଥିଲା ଏସବୁ କାର୍ଯ୍ୟକ୍ରମ ସେ କରୁଛନ୍ତି ମୋ ଦେଖିବାରେ ମୋ ସାଙ୍ଗସାଥି ବୋଧେ ମୋ ସ୍ପନ୍ସରରେ 7-8 ଜଣ ପିଲାପିଲି ନଥିଲେ ପିଲା ହେଇଥିଲେ ଏଇ ଏଟାକୁ ସେ ତାଙ୍କ ଦେହାନ୍ତ 3 ବର୍ଷ ହେଲା ଏଟାକୁ ଆମେ ଲୋକାଭିମୁଖୀ କରିବା ଏଟାକୁ ସରକାରଙ୍କୁ ବନେଇବା ସରକାରଙ୍କ ବାଜେଟ ବ୍ୟବସ୍ଥା କରିବା ଏବଂ ସରକାରୀ କରଣ କରିବା ସେଇଟା ଆମ ପାଇଁ ଚ୍ୟାଲେଞ୍ଜ ଯେମିତି ଆଇ ଡାକ୍ତରମାନେ ଆଗରୁ ପ୍ରତ୍ୟେକ ଗୁରୁଥିଲେ ଆପଣ ହୋମିଓପାଥି ହେଉଥିଲେ ଆରମ୍ଭ ହୋଇଛି ଏବଂ ଏଟାକୁ ମଧ୍ୟ ଯଦି କରାଯାଇ ପାରିବ ସେ ଦିଗରେ ନିଶ୍ଚିତ ଭାବେ ଆମେମାନେ ଯତ୍ନର ସହିତ କାମ କରିବା। ଆପଣମାନେ ଜାଣିଛନ୍ତି ଇଏ ସବୁ ଜିନିଷ ହେଉଛି ଟିକେ ସଂଯମ ଏବଂ ଧୈର୍ଯ୍ୟ ଦେଇ ଯେମିତି ଗୋଟେ ଡାକ୍ତର ବହୁତ ଡାକ୍ତର ଯଦି ପ୍ରଥମ ଚିଠିଟା ହେଲା କ'ଣ ହେଇଛି ତୁମେ ଡେରି କରିକି ଆସିଲ ମୋ ପାଖକୁ ତାକୁ ଯଦି ପ୍ରଥମରୁ ମେଣ୍ଟାଲ ଟ୍ରିଟମେଣ୍ଟ ତାର ଠିକ୍ ହେଇନି ତାର କେତେବେଳେ ଆଉ ଫିଜିକାଲ ଟ୍ରିଟମେଣ୍ଟ ହେଇପାରିବ ସେ ଲୋକ ଭଲ ହେବନି ତାକୁ ଆମକୁ ବ୍ୟବହାର କରିବାକୁ ଯଦି ଡାକ୍ତର ତାର ଭଲ ଭାଷାରେ କହିବ ଭଲ ବଚନରେ କହିବ ଆରେ କିଛି ହେଇନି ସେ ଟିକେ ଚଳିବ ଇଏ ବ୍ୟସ୍ତ ହେବା ଭିତରେ ଦେଖି ସାରିଲା ପରେ ତାକୁ ଯଦି ସେ ପାଣିକି ବି ଦେଇଥିବ ତା ହାତରେ ଭଲ ଖୁସି ବାସିଲେ ସେ ଆକାଶ କରିବ ଇଏ ହେଉଛି ଡାକ୍ତରମାନଙ୍କୁ ତେଣୁ ମୁଁ ଏ ସମ୍ପର୍କରେ ଅଧିକା କିଛି କହିବା ପାଇଁ ଚାହୁଁନି ଆପଣଙ୍କର ଆଜି ବି ହୋମିଓପାଥି ଡାକ୍ତରମାନେ ବହୁତ କାମ କରୁଛନ୍ତି ରୋଗୀ ଡାକ୍ତର ଏବଂ ନମିନାଲ ପଇସା ନାଇଁ ଆମେ ଯଦି ଏଲୋପାଥି ଡାକ୍ତରଖାନାକୁ ଯିବା ସେଠି ତାମାନେ 3,000 ଟଙ୍କା 5,000 ଟଙ୍କା ସାଧାରଣ ଜରୁରୀ ଇଏ ହେଉଛି ମାନେ ଭଲ ମୁଁ ଯେ ଏଠି କର୍ଣ୍ଣାଟକର ମାନଙ୍କର ସେ ସମୟରେ ସେ ପକେଟ ଟଙ୍କା ଦେଇଦେଲେ ତାର ସେ କ'ଣ ପାଣି ଦେଇକି ସେଟା ପଳେଇଲେ ମୁଁ ପଳେଇଲି ତାହାକୁ ମୁଁ ବି ପାରିବି ଖାଲି ସେତିକି ଆପଣଙ୍କର ଯେଉଁଟାକି ଏଲୋପାଥିରେ ସେ ରକମ ଭଲ ସେଗୁଡ଼ାକୁ ମଧ୍ୟ ସେ ଟ୍ରିଟମେଣ୍ଟ କରିକି ସେ ଭଲ କରୁଥିଲେ ସେଥିରେ ତାର କ'ଣ ଯାଦୁ ଥିଲା ମୁଁ ଜାଣିନି ସିଏ ଟିକେ ଆଧ୍ୟାତ୍ମିକ ଲୋକ ତେଣୁ ସେ କାର୍ଯ୍ୟକ୍ରମ କରୁଥିଲେ ଏବଂ ସିଏ ତାଙ୍କର ଭଲ ଦେଖିପାରେ 30-35 ବର୍ଷ ଟ୍ରିଟମେଣ୍ଟ କରିବାରେ ସେ ସଫଳ ହୋଇଥିଲେ ଏବଂ ଆମର ମୁରୁଡ଼ାର ସେ ରିଟାୟାର୍ଡ ଇନ୍ ସର୍ଭିସ୍ ଆଇ ଅଫିସର ସେ 17-18 ବର୍ଷ ପୋଲିଓ ଦେଲା ପରେ ତାକୁ ମଧ୍ୟ ସେ ମେଡିସିନ ଦେଇକି ତାଙ୍କର